ଦିନେ ମାତା ପାର୍ବତୀ ଭଗବାନ ଶଙ୍କରଙ୍କ ଉପରେ ରାଗିକି କୈଳାସ ଉପରେ ବସିଥିଲେ। ଯେତେବେଳେ ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ ମନାଇବାକୁ ପ୍ରୟାସ କଲେ, ତ ମାତା ପାର୍ବତୀ କହିଲେ, ହେ ସ୍ୱାମୀ, ମୁଁ ଜାଣିବାକୁ ଚାହୁଁଛି କି ପୁରୁଷମାନେ ସ୍ତ୍ରୀ ମନର କଥା କଣ ପାଇଁ ବୁଝିପାରନ୍ତି ନାହିଁ। ପ୍ରତ୍ୟେକ ପୁରୁଷ ତାଙ୍କ ସ୍ତ୍ରୀଙ୍କର ପ୍ରତ୍ୟେକ ପ୍ରିୟ ବସ୍ତୁକୁ ବା ଜିନିଷକୁ କଣ ପାଇଁ ଭୁଲି ଯାଇଥାନ୍ତି, କିନ୍ତୁ ଗୋଟିଏ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କର ଛୋଟିଆ ଛୋଟିଆ କଥାକୁ ଧ୍ୟାନ ରଖି ତାଙ୍କ ପତିଙ୍କର ସେବା କରିଥାନ୍ତି। ଆପଣ ହିଁ ଆଦି ଆଉ ଆପଣ ହିଁ ଅନ୍ତ ଅଟନ୍ତି। ଆପଣ ହିଁ ଏହି ପୃଥିବୀର ପରମେଶ୍ୱର ଅଟନ୍ତି। ଆପଣଙ୍କୁ କୌଣସି ବି କଥା ଅଛପ ନଥାଏ। ତେଣୁ ଆପଣ ମୋର ପ୍ରଶ୍ନର ଉତ୍ତର ନିଶ୍ଚୟ ଦେବେ। ଏହା ସହ ମୋ ମନର ଶଙ୍କାକୁ ଦୂର କରିବେ। ତ ଏହା ଶୁଣି ଭଗବାନ ଶଙ୍କର କହିଲେ, ତୁମେ ଠିକ୍ କହିଛ। ପୁରୁଷ ତାଙ୍କ ପତ୍ନୀଙ୍କର ମନର କଥାକୁ, ତାଙ୍କର ସବୁଠାରୁ ପ୍ରିୟ ବସ୍ତୁକୁ ଭୁଲି ଯାଇଥାନ୍ତି। କିନ୍ତୁ ଏହାର ପଛରେ ଗୋଟିଏ ମୁନିଙ୍କର ଅଭିଶାପରୁ ଏମିତି ହିଁ ହୋଇଥାଏ। ଆଉ ସେହି ମୁନିଙ୍କ କାହାଣୀକୁ ଏବେ ମୁଁ ତୁମକୁ ଶୁଣାଇବି। ଏବଂ ଯେଉଁ ପତି ପତ୍ନୀ ଏହି କାହାଣୀକୁ ଶୁଣିବେ, ଏହା ପରଠାରୁ ସବୁବେଳ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ପାଇବା ବଢ଼ିବାକୁ ଲାଗିବ। ଆପଣମାନେ ଦେଖିଥିବେ ଏମିତି କିଛି ଯୋଡ଼ି ପତି ପତ୍ନୀଙ୍କ ଭିତରେ ବହୁତ କମ୍ ଭଲ ପାଇବା ରହିଥାଏ। ତାଙ୍କ ଜୀବନରେ ସବୁବେଳେ ଝଗଡ଼ା ଲାଗି ରହିଥାଏ। ଏହା ପଛର କାରଣ ମାନସିକ ଶାରୀରିକ ଯୋଡ଼ା ହୋଇଥାଏ। ତେବେ ଚାଲନ୍ତୁ ଆଜିର କାହାଣୀଟିକୁ ଆରମ୍ଭ କରିବା, ଯାହାଦ୍ୱାରା ଆପଣମାନେ ଜାଣିପାରିବେ କି ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ କିପରି ବଢ଼ିଥାଏ। ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ପୂର୍ବ କାଳର କଥା, ଯେବେ ତ୍ରେତୟା ଯୁଗ ଆରମ୍ଭ ହୋଇଥିଲା, ମହାଭାରତର କୁରୁବଂଶର ରାଜା ଦୁଷ୍ମନ୍ତ ରାଜା ଥିଲେ। ଠିକ୍ ସେହି ସମୟରେ ଦଶରଥଙ୍କର ପୁତ୍ର ପ୍ରଭୁ ରାମଚନ୍ଦ୍ରଙ୍କର ମଧ୍ୟ ଜନ୍ମ ହୋଇଥିଲା। ଦିନେ ହସ୍ତିନାପୁରର ନରେଶ ରାଜା ଦୁଷ୍ମନ୍ତ ଶିକାର କରିବା ପାଇଁ ବଣକୁ ଯାଇଥିଲେ। ସେ ଗୋଟିଏ ହରିଣର ପିଛା କରୁଥିଲେ। ହରିଣ ପଛରେ ଦୌଡ଼ି ଦୌଡ଼ି ରାଜାଙ୍କୁ ଶୋଷ ଲାଗିଲା। ରାଜା ଦୁଷ୍ମନ୍ତ ମହର୍ଷି କର୍ଣ୍ଣଙ୍କ ଆଶ୍ରମରେ ପହଞ୍ଚିଗଲେ। ଏହାପରେ ହସ୍ତିନାପୁରର ନରେଶ ଦେଖିଲେ ଜଣେ ଋଷି ତାଙ୍କୁ ରାଗିକି କହୁଛନ୍ତି କି, ରାଜା, ତୁମେ ଏହି ବଣରେ କୌଣସି ପ୍ରାଣୀଙ୍କର ଶିକାର କରିବା ବର୍ଜିତ ଅଟେ। ଏହା ମହର୍ଷିଙ୍କର ଆଦେଶ ଅଟେ। ତ ଋଷିଙ୍କର କଥା ଶୁଣି ରାଜା ଦୁଷ୍ମନ୍ତ ନିର୍ଣ୍ଣୟ ନେଲେ ଯେ ସେ ଶିକାର କରିବେ ନାହିଁ। ତ ସଙ୍ଗେ ସଙ୍ଗେ ନିଜ ରଥ ନେଇ ଫେରିବାକୁ ଲାଗିଲେ। ଏହା ଦେଖି ଋଷି ରାଜାଙ୍କୁ ଆଶ୍ରମ ଭିତରକୁ ଆସିବାକୁ କହିଲେ। ଏହାପରେ ଋଷିଙ୍କ କଥା ମାନି ରାଜା ଆଶ୍ରମକୁ ଆସିଲେ। ଆଉ ସେହି ଆଶ୍ରମ କର୍ଣ୍ଣଙ୍କର ଥିଲା, ରାଜାଙ୍କୁ ଜଣା ନଥିଲା। ରାଜା ଯେତେବେଳେ ଆଶ୍ରମ ଭିତରକୁ ପ୍ରବେଶ କରୁଛନ୍ତି, ତ ହଠାତ୍ ଗୋଟିଏ ଯୁବତୀ ନାରୀଟିଏ ପ୍ରକଟ ହୋଇଗଲେ ରାଜାଙ୍କ ସାମ୍ନାରେ। ଆଉ ସେହି ନାରୀଙ୍କର ନାମ ଶକୁନ୍ତଳା ଥିଲା। ଆଉ ସେହି ରୂପବତୀ ନାରୀକୁ ଦେଖି ରାଜା ଦୁଷ୍ମନ୍ତ ଅତ୍ୟନ୍ତ ମୋହିତ ହୋଇଗଲେ। ପ୍ରତ୍ୟେକ ଅତିଥିଙ୍କ ପରି ମହାରାଜା ଦୁଷ୍ମନ୍ତଙ୍କର ବି ସ୍ୱାଗତ କରିଲେ ସେହି ଯୁବତୀ। ମହର୍ଷି କର୍ଣ୍ଣଙ୍କ ଅନୁପସ୍ଥିତିରେ ଯୁବତୀ ଜଣକ କହିଲେ, ହେ ରାଜା, ମହର୍ଷି ତୀର୍ଥଯାତ୍ରାରେ ଯାଇଛନ୍ତି, କିନ୍ତୁ ଆପଣଙ୍କୁ ଏଠାକୁ ସ୍ୱାଗତ ଜଣାଉଛି। ତ ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ଶକୁନ୍ତଳା ମହାରାଜାଙ୍କର ଅତ୍ୟନ୍ତ ନିଷ୍ଠା ଆଉ ଆଦର ସଂସ୍କାର କରିଲେ। ଆଉ ଶକୁନ୍ତଳାଙ୍କର ସେବାରେ ପ୍ରସନ୍ନ ହୋଇ ମହାରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ପଚାରିଲେ କି, ଦେବୀ, ଆପଣ କିଏ? ତ ଏହା ଶୁଣି ଶକୁନ୍ତଳା କହିଲେ, ମହାରାଜ, ମୋ ନାମ ଶକୁନ୍ତଳା, ଆଉ ମୁଁ ମହର୍ଷି କର୍ଣ୍ଣଙ୍କର ପୁତ୍ରୀ ଅଟେ। ଏହା ଶୁଣି ମହାରାଜା ଦୁଷ୍ମନ୍ତ ଆଶ୍ଚର୍ଯ୍ୟଚକିତ ହୋଇ ପଡ଼ିଲେ, କାରଣ ମହର୍ଷି କର୍ଣ୍ଣ ଆଜୀବନ ବ୍ରହ୍ମଚାରୀ ଅଟନ୍ତି। ତ ଆପଣ ତାଙ୍କ ପୁତ୍ରୀ କେମିତି ହେଲେ? ଏହା ଶୁଣି ଶକୁନ୍ତଳା ତାଙ୍କ ପିତାମାତାଙ୍କର ପରିଚୟ ଦେବା ପାଇଁ କହିଲେ, ହେ ରାଜନ୍, ମୁଁ ବାସ୍ତବରେ ଋଷି ବିଶ୍ୱାମିତ୍ର ଏବଂ ସ୍ୱର୍ଗର ଅପ୍ସରୀ ମେନକାଙ୍କର ପୁତ୍ରୀ ଅଟେ। ମୋ ଜନ୍ମର ବଡ଼ ବିଚିତ୍ର କାହାଣୀ ଅଟେ। ତେବେ ଋଷି ବିଶ୍ୱାମିତ୍ର ଘୋର ତପସ୍ୟା କରୁଥିଲେ। ଦେବରାଜ ଇନ୍ଦ୍ର ଋଷି ମହର୍ଷିଙ୍କର ତପସ୍ୟାକୁ ଭଙ୍ଗ କରିବା ପାଇଁ ସ୍ୱର୍ଗର ଅପ୍ସରୀ ମେନକାକୁ ଧରିତ୍ରୀକୁ ପଠାଇଥିଲେ। ତ ଋଷି ମେନକାଙ୍କ ସହ ପ୍ରେମ ସ୍ଥାପନ କରିଲେ, ଯେଉଁ କାରଣରୁ ମୋର ଜନ୍ମ ହେଲା। କିନ୍ତୁ ନାହିଁ ମୋତେ ମୋ ପିତା ପାଳିଛନ୍ତି, ନାହିଁ ମୋର ମାତା ମେନକା ମୋତେ ପାଳିଛନ୍ତି। ମୋ ମାତାଙ୍କୁ ସବୁବେଳେ ଭୟ ଥିଲା କି ମୁନି ବିଶ୍ୱାମିତ୍ର ତାଙ୍କୁ ଅଭିଶାପ ଦେଇ ମୋ ମାତାଙ୍କୁ ଭସ୍ମ ନ କରିଦିଅନ୍ତୁ।
ତ ଖାସ୍ ଏଇଥିପାଇଁ ମୋତେ ମୋ ମାତା ପରିତ୍ୟାଗ କରିଥିଲେ ଆଉ ମୋତେ ବଣରେ ଏକା ଛାଡ଼ି ସ୍ୱର୍ଗକୁ ଚାଲି ଯାଇଥିଲେ। ତ ସେହି ବଣରେ ମୋତେ କିଛି ପକ୍ଷୀ ମୋର ରକ୍ଷା କରିଥିଲେ। ଦିନେ ଋଷି କର୍ଣ୍ଣ ସେହି ମାର୍ଗ ଦେଇ ଯାତ୍ରା କରୁଥିଲେ। ତ ସେହି ଦିନ ଋଷି କର୍ଣ୍ଣ ମୋତେ ତାଙ୍କ ସହ ଆଣି ଆଶ୍ରମରେ ରଖିଛନ୍ତି ବା ପାଳିଛନ୍ତି। ଶାସ୍ତ୍ର ଅନୁସାରେ ଅନ୍ନ ଦେଲାବାଲା ଠାରୁ ପାଳନ ପୋଷଣ କଲାବାଲା ପିତାଙ୍କ ସମାନ ପୂଜନୀୟ ହୋଇଥାନ୍ତି। ଖାସ୍ ଏହି କାରଣରୁ ଋଷି କର୍ଣ୍ଣଙ୍କର ମୁଁ ପୁତ୍ରୀ ଅଟେ। ମହର୍ଷି କର୍ଣ୍ଣ ମୋତେ କେବେ ବି ଜଣାଇ ଦେଇନାହାନ୍ତି କି ମୁଁ ତାଙ୍କ ଅସଲି ପୁତ୍ରୀ ନୁହେଁ ବୋଲି। ଆଉ ମୁଁ ମଧ୍ୟ ତାଙ୍କୁ ମୋର ପିତା ରୂପେ ମାନି ଆସୁଛି। ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ଶକୁନ୍ତଳାଙ୍କ କଥା ଶୁଣି ମହାରାଜା ଦୁଷ୍ମନ୍ତ ଆହୁରି ଅଧିକ ପ୍ରସନ୍ନ ହୋଇଗଲେ ଶକୁନ୍ତଳାଙ୍କ ଉପରେ ବା ଆକର୍ଷିତ ହୋଇଗଲେ ଆଉ ଶକୁନ୍ତଳାଙ୍କର ବିବାହ ପ୍ରସ୍ତାବ ଦେଲେ। ଏହା ଶୁଣି ପ୍ରଥମେ ଶକୁନ୍ତଳା ଆଚମ୍ବିତ ହୋଇଗଲେ। କିନ୍ତୁ ରାଜା ଦୁଷ୍ମନ୍ତ ଅନେକ ବୁଝାବୁଝି କଲା ପରେ ଶକୁନ୍ତଳା ଋଷି କର୍ଣ୍ଣଙ୍କ ଅନୁପସ୍ଥିତିରେ ରାଜି ହୋଇ ଦୁଷ୍ମନ୍ତଙ୍କୁ ବିବାହ କରିଲେ। ବିବାହ ପରେ ରାଜା ଶକୁନ୍ତଳାଙ୍କ ସହ ବଣରେ ବାସ କରିଥିଲେ। ଗୋଟିଏ ଦିନ ରାଜା ଶକୁନ୍ତଳାଙ୍କୁ କହିଲେ, ହେ ଦେବୀ, ମୋ କାନ୍ଧ ଉପରେ ହସ୍ତିନାପୁର ରାଜ୍ୟର ଜିମେଦାରୀ ଅଛି। ଆଗ ମୋର କର୍ତ୍ତବ୍ୟ ପୂରା କରିବା ପାଇଁ ମୋତେ ହସ୍ତିନାପୁରକୁ ଫେରିବାକୁ ପଡ଼ିବ। ଏହା କହି ଶକୁନ୍ତଳାଙ୍କୁ ନିଜ ହାତରୁ ଗୋଟିଏ ସ୍ୱର୍ଣ୍ଣ ମୁଦିଟିଏ ଦେଇ ହସ୍ତିନାପୁରକୁ ଚାଲିଗଲେ ଏବଂ ଏହା କହିକି ଗଲେ ଯେ ଯେବେ ଋଷି କର୍ଣ୍ଣ ତାଙ୍କ ଯାତ୍ରାରୁ ଫେରିବେ ତେବେ ମୁଁ ଆସିକି ତୁମକୁ ମୋ ସହିତ ହସ୍ତିନାପୁରକୁ ନେଇକି ଯିବି। କିଛି ଦିନ ବିତିଗଲା। ଏହାପରେ ଶକୁନ୍ତଳାଙ୍କୁ ଜଣା ପଡ଼ିଲା କି ସେ ଗର୍ଭବତୀ ଅଛନ୍ତି। ଏହି ସମୟରେ ଋଷି କର୍ଣ୍ଣ ବି ତାଙ୍କ ତୀର୍ଥଯାତ୍ରାରୁ ଆସି ପହଞ୍ଚିଗଲେ। ଆଉ ସଙ୍ଗେ ସଙ୍ଗେ ଋଷି କର୍ଣ୍ଣକୁ ଶକୁନ୍ତଳା ରାଜା ଗନ୍ଧର୍ବଙ୍କ ସହିତ ବିବାହ ସମ୍ବନ୍ଧରେ ସବୁ କହିଲେ। ଏହି ସମାଚାର ଶୁଣି ଋଷି କର୍ଣ୍ଣ ପ୍ରଥମେ ବହୁତ ପ୍ରସନ୍ନ ହୋଇଗଲେ। ଏହାପରେ ମହର୍ଷି କର୍ଣ୍ଣ ଶକୁନ୍ତଳାଙ୍କୁ ଧର୍ମ ଜ୍ଞାନ ଦେବା ପାଇଁ କହିଲେ, ହେ ପୁତ୍ରୀ, ବିବାହର ପରେ କୌଣସି ବି କନ୍ୟାକୁ ତାଙ୍କ ପିତାଙ୍କ ଘରେ ରହିବା ଉଚିତ ନୁହେଁ। ଗୋଟିଏ ବିବାହିତା କନ୍ୟାର ବିବାହ ପରେ ତାଙ୍କ ପିତାଙ୍କ ଘର ପର ହୋଇଯାଏ। ଶାଶୁଘର ହିଁ ନିଜ ଘର ହୋଇଥାଏ। ଯେଉଁ ସ୍ତ୍ରୀ ତାଙ୍କ ପତିଙ୍କ ସୁଖ ଦୁଃଖରେ ସାଥିରେ ରହିଥାଏ, ପତି ଏବଂ ପିତାଙ୍କର ଗର୍ବ ବଢ଼ାଇଥାଏ। ସବୁ ପରିସ୍ଥିତିରେ ସ୍ତ୍ରୀ ରହି ତାର ପତିକୁ ସାଥ ଦେବା ଉଚିତ। ଏହା କହି ଋଷି କର୍ଣ୍ଣ ଶକୁନ୍ତଳାଙ୍କୁ କହି ବୁଝାଇଲେ। ଋଷି କର୍ଣ୍ଣ କହିଲେ, ହେ ପୁତ୍ରୀ, ତୁମେ ଜଣେ ଉତ୍ତମ ପୁରୁଷକୁ ବିବାହ କରିଛ। ମୁଁ ଅତ୍ୟନ୍ତ ଖୁସି ଅଛି। ଋଷି କର୍ଣ୍ଣ ଖୁସିରେ ତାଙ୍କ ପୁତ୍ରୀ ଶକୁନ୍ତଳାଙ୍କୁ ବିଦାୟ କରିବା ପାଇଁ ନିର୍ଦ୍ଦେଶ ନେଲେ ଏବଂ ତାଙ୍କ ଆଶ୍ରମରେ 4ଟି ଶିଷ୍ୟ ତାଙ୍କ ଦାସୀଙ୍କ ସହ ଶକୁନ୍ତଳାଙ୍କୁ ହସ୍ତିନାପୁରକୁ ପଠାଇଲେ। ବାଟରେ ଯାଉ ଯାଉ ସେହି 4 ଜଣ ଶିଷ୍ୟ ଭିତରୁ ଜଣେ ଶିଷ୍ୟ ବିଶ୍ରାମ ନେବା ପାଇଁ ଗୋଟିଏ ଛୋଟିଆ ପୁଷ୍କରିଣୀ ପାଖରେ ଶକୁନ୍ତଳାଙ୍କୁ ଆଦେଶ ମାଗିଲେ। ଶକୁନ୍ତଳା ବି ଥକି ପଡ଼ିଥିଲେ। ଏଥିପାଇଁ ଶକୁନ୍ତଳା ଆଦେଶ ଦେଲେ ବିଶ୍ରାମ କରିବା ପାଇଁ ଏବଂ ତାଙ୍କ ଦାସୀଙ୍କ ସହିତ ବିଶ୍ରାମ କରିବାକୁ ପୁଷ୍କରିଣୀ ପାଖରେ ବସିଲେ। ହଠାତ୍ ଶକୁନ୍ତଳାକୁ ଶୋଷ ଲାଗିଲା ଆଉ ଶକୁନ୍ତଳା ସେହି ପୁଷ୍କରିଣୀରେ ପାଣି ଆଣିବା ପାଇଁ ହାତ ବଢ଼ାଇଛନ୍ତି। ଠିକ୍ ସେହି ସମୟରେ ରାଜା ଦୁଷ୍ମନ୍ତ ଦେଇଥିବା ସ୍ୱର୍ଣ୍ଣ ମୁଦିଟି ଶକୁନ୍ତଳାଙ୍କ ହାତରୁ ଖସି ପାଣି ଭିତରେ ପଡ଼ିଗଲା ଆଉ ସେହି ମୁଦିକୁ ପୁଷ୍କରିଣୀରେ ଥିବା ମାଛଟି ଗିଳିଦେଲା। ଯେତେବେଳେ ଶକୁନ୍ତଳା ହସ୍ତିନାପୁରରେ ପହଞ୍ଚିଲେ, ରାଜଦରବାରକୁ ଗଲେ, ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଚିହ୍ନିବାରେ ଅରାଜି ହେଲେ। କିନ୍ତୁ ଶକୁନ୍ତଳା ସଭାରେ ବାର ବାର କହିବାକୁ ଲାଗିଲେ କି, ହେ ମହାରାଜା, ମୁଁ ଆପଣଙ୍କର ପତ୍ନୀ ଶକୁନ୍ତଳା। କିନ୍ତୁ ରାଜା ଦୁଷ୍ମନ୍ତ ବାର ବାର ଚିତ୍କାର କରି କହିଲେ, ଏ ସ୍ତ୍ରୀ କିଏ? ମୁଁ ତ ଆଙ୍କୁ ଚିହ୍ନିନି। ଏହା କହି ତାଙ୍କ ସୈନିକ ଦ୍ୱାରା ଶକୁନ୍ତଳାଙ୍କୁ ରାଜ୍ୟରୁ ବାହାରକୁ ବାହାର କରିଦେଲେ। ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଭୁଲି ଯିବାର କାରଣ କ'ଣ ଥିଲା ନା ଯେତେବେଳେ ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ବିବାହ କରି ଶକୁନ୍ତଳାଙ୍କୁ ସ୍ୱର୍ଣ୍ଣମୁଦି ଦେଇ ନିଜ ରାଜ୍ୟକୁ ଫେରୁଥିଲେ, ଠିକ୍ ସେହି ସମୟରେ ରାଜା ଦୁଷ୍ମନ୍ତଙ୍କର ରାଜ୍ୟ ହସ୍ତିନାପୁରର ଚିନ୍ତା ଆଉ ନିଜ ପତ୍ନୀ ଶକୁନ୍ତଳାଙ୍କ ଚିନ୍ତାରେ ରାଜା ଅତ୍ୟନ୍ତ ଅନ୍ୟମନସ୍କ ଥିଲେ। ଆଉ ଅନ୍ୟମନସ୍କ ହୋଇ ରାଜା ରଥରେ ହସ୍ତିନାପୁରକୁ ଯାଉଥିଲେ। ବାଟରେ ଋଷି ମହର୍ଷି ଦୁର୍ବାସା ରାଜା ଦୁଷ୍ମନ୍ତକୁ ଡାକିଲେ, କିନ୍ତୁ ରାଜା ଦୁଷ୍ମନ୍ତ ଚିନ୍ତାବଶତଃ ଆଉ ଦୁର୍ବାସାଙ୍କର କଥା ଶୁଣିପାରିଲେ ନାହିଁ। ଏହା ଦେଖି
ମହର୍ଷି ଦୁର୍ବାସା ରାଜା ଦୁଷ୍ମନ୍ତଙ୍କୁ ଅଭିଶାପ ଦେଇଦେଲେ ଆଉ କହିଲେ, ହେ ରାଜା, ତୁମେ ମୋ କଥାକୁ ଅମାନ୍ୟ କଲ। ମୋ ଡାକ ତୁମକୁ ଶୁଣିଲା ନାହିଁ। ତୁମେ ତୁମର ସବୁଠାରୁ ପ୍ରିୟ ବସ୍ତୁକୁ ଭୁଲିଯିବ। ଏହା ହିଁ ମୋର ତୁମକୁ ଅଭିଶାପ। ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ମହର୍ଷି ଦୁର୍ବାସାଙ୍କ ଅଭିଶାପର କଠୋର ବଚନକୁ ଶୁଣି ମହାରାଜା ଦୁଷ୍ମନ୍ତ ଅତ୍ୟନ୍ତ ଡରିଗଲେ। ସିଧା ଆସି ଋଷି ଦୁର୍ବାସାଙ୍କ ପାଦ ତଳେ ମୁଣ୍ଡକୁ ନୁଆଇଁ ବସି ପଡ଼ିଲେ। ରାଜା ଦୁଷ୍ମନ୍ତ ବାର ବାର ଅନୁରୋଧ ପରେ ମହର୍ଷି ଦୁର୍ବାସା କହିଲେ କି, ରାଜା, ମୁଁ ଅଭିଶାପ ତ ଆଉ ଫେରାଇ ନେଇ ପାରିବି ନାହିଁ, କିନ୍ତୁ ଯେତେ ତୁମକୁ କିଛି ସୂଚକ ଚିହ୍ନ ଦେଖିବ ତ ତାକୁ ତୁମେ ଚିହ୍ନି ପାରିବ, ଅର୍ଥାତ୍ ତୁମେ ତାହା ମନେ ପଡ଼ିଯିବ। ଖାସ୍ ସେଥିପାଇଁ ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଚିହ୍ନି ପାରିଲେ ନାହିଁ। ରାଜା ଦୁଷ୍ମନ୍ତ ହସ୍ତିନାପୁରରେ ଶକୁନ୍ତଳାଙ୍କ ସହ କରାଯାଇଥିବା ଅନ୍ୟାୟକୁ ଭୁଲି ରାଜ୍ୟପାଠ ସମ୍ଭାଳିବାରେ ବ୍ୟସ୍ତ ଥିଲେ। ଗୋଟିଏ ଦିନ ସେହି ମାଛଟି ଯେଉଁ ମାଛ ଶକୁନ୍ତଳାଙ୍କର ମୁଦିକୁ ଗିଳିଥିଲା, ସେହି ମାଛଟି ଗୋଟିଏ ମାଛଧରା ଜାଲରେ ଧରାଦେଲା। ଆଉ ଯେତେବେଳେ ସେହି ମାଛଧରା ସେହି ମାଛଟିକୁ କାଟିଲା ତ ଗୋଟିଏ ସୁନାର ମୁଦିଟିଏ ତାକୁ ମିଳିଲା। ସେହି ମୁଦିକୁ ନେଇ ମାଛଧରା ବହୁତ ଖୁସି ହୋଇଗଲା। ସେହି ସୁନା ମୁଦିକୁ ବିକିବା ପାଇଁ ଗୋଟିଏ ସୁନାରୀ ପାଖକୁ ଗଲା। ଆଉ ସେହି ସୁନାରୀ ସେହି ମୁଦିକୁ ଦେଖିଲା। ସେହି ମୁଦିରେ ରାଜା ଦୁଷ୍ମନ୍ତଙ୍କ ନାମ ଲେଖା ଥିଲା। ଏହା ଦେଖି ସେ ସୁନାରୀ ରାଜାଙ୍କ ଦରବାରକୁ ସେହି ମାଛଧରାକୁ ନେଇ ହାଜର କରିଦେଲା। ସେହି ମୁଦିକୁ ପ୍ରଥମେ ରାଜା ଦୁଷ୍ମନ୍ତ ଦେଖି ଚିହ୍ନି ପାରିଲେ ନାହିଁ। ଯେତେବେଳେ ରାଜା ଦୁଷ୍ମନ୍ତ ସେହି ମୁଦିକୁ ନେଇ ନିଜ ହାତରେ ଧରିଲେ, ମୁଦି ଦେଖି ହଠାତ୍ ରାଜାଙ୍କର ଶକୁନ୍ତଳାଙ୍କ କଥା ମନେ ପଡ଼ିଗଲା। ତ ରାଜା ସେହି ମାଛଧରାକୁ ପଚାରିଲେ, ତୁମେ ଏହି ମୁଦିଟିକୁ କେଉଁଠୁ ପାଇଲ? ତ ମାଛଧରା କହିଲା, ମୋତେ ଆମ ନିକଟରେ ଥିବା ପୁଷ୍କରିଣୀରୁ ମାଛ ଧରିବା ବେଳେ ଗୋଟିଏ ମାଛ ଏହାକୁ ଗିଳି ଦେଇଥିଲା। ତ ମହାରାଜ ସେହି ମାଛଧରାକୁ ଛାଡ଼ିଦେଲେ ଏବଂ ମାଛଧରାକୁ ଆଦେଶ ଦେଲେ, ତୁମେ ମୋ ପତ୍ନୀଙ୍କୁ ଖୋଜିବାରେ ମୋତେ ସାହାଯ୍ୟ କର। ବହୁଦିନ ପର୍ଯ୍ୟନ୍ତ ଶକୁନ୍ତଳାଙ୍କୁ ଖୋଜାଖୋଜି ଚାଲିଲା, କିନ୍ତୁ ଶକୁନ୍ତଳା ତାଙ୍କ ପିତାଙ୍କ ଘର ନ ଯାଇ ମହର୍ଷି କଶ୍ୟପଙ୍କ ଆଶ୍ରମରେ ଗୁପ୍ତରେ ରହିଥିଲେ ଏବଂ ମହର୍ଷି କଶ୍ୟପ ଦିବ୍ୟ ଦୃଷ୍ଟିରେ ସବୁ କଥା ଅନୁମାନ କରିଥିଲେ। ସେଥିପାଇଁ ଶକୁନ୍ତଳାଙ୍କୁ ତାଙ୍କ ଆଶ୍ରମରେ ଆଶ୍ରୟ ଦେଇଥିଲେ। ସେପଟେ ଦେବ ଏବଂ ଅସୁରମାନଙ୍କ ଭିତରେ ଯୁଦ୍ଧ ହେଲା। ଯେବେ ଦେବରାଜ ଇନ୍ଦ୍ର ମହାରାଜା ଦୁଷ୍ମନ୍ତଙ୍କୁ ଦେବତାଙ୍କ ସହ ଲଢ଼ିବା ପାଇଁ ଆମନ୍ତ୍ରଣ କଲେ, ତ ରାଜା ଦୁଷ୍ମନ୍ତ ତାଙ୍କ ଦିବ୍ୟ ତନ୍ତ୍ର ଅସ୍ତ୍ରଶାସ୍ତ୍ର ନେଇ ଯୁଦ୍ଧରେ ଭାଗ ନେବା ପାଇଁ ଆସିଲେ। ମହାରାଜା ଦୁଷ୍ମନ୍ତ ଦେବ ଏବଂ ରାକ୍ଷସଙ୍କ ଭିତରେ ଯୁଦ୍ଧ କରି ସବୁ ଅସୁରଙ୍କର ବଧ କଲେ ଏବଂ ପୁଣି ଥରେ ସ୍ୱର୍ଗରେ ଧର୍ମର ସ୍ଥାପନା କରି ଦେବତାଙ୍କୁ ସମ୍ମାନ ଜଣାଇ ରାଜା ଦୁଷ୍ମନ୍ତ ତାଙ୍କ ରାଜ୍ୟକୁ ଫେରି ଆସିଲେ। ଯେବେ ରାଜା ତାଙ୍କ ବିମାନ ଦ୍ୱାରା ହସ୍ତିନାପୁରକୁ ଫେରୁଥିଲେ, ସେହି ସମୟରେ ମହର୍ଷି କଶ୍ୟପଙ୍କ ଆଶ୍ରମରେ ଗୋଟିଏ ଛୋଟିଆ ବାଳକଟି 4ଟି ବାଘ ଏବଂ ଭାଲୁ ସହ ଖେଳୁଥିବାର ଦେଖିଲେ, ଯାହାକୁ ଦେଖି ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ସେହି ବାଳକକୁ ଦେଖି ମହାରାଜାଙ୍କ ହୃଦୟରେ ପ୍ରେମର ଭାବନା ଜାଗ୍ରତ ହେଲା। ରାଜା ସେହି ବାଳକ ପାଖକୁ ଗଲେ ଏବଂ ସେହି ବାଳକକୁ କୋଳରେ ଧରିବା ପାଇଁ ଯାଉଛନ୍ତି ତ ଶକୁନ୍ତଳାଙ୍କର ସଖୀମାନେ ଚିଲେଇବାକୁ ଲାଗିଲେ ଏବଂ ସଖୀମାନେ କହିଲେ, ହେ ମହାପୁରୁଷ, ଆପଣ ଏଠାରେ କ'ଣ କରୁଛନ୍ତି? ଆପଣ ଏହି ବାଳକକୁ ଛୁଅନ୍ତୁ ନାହିଁ, ନଚେତ୍ ଆପଣ ଏହି ବାଳକକୁ ଛୁଇଁବା ମାତ୍ରେ ଭସ୍ମ ହୋଇଯିବେ। କାରଣ ଏହି ବାଳକ ମହର୍ଷି କଶ୍ୟପଙ୍କ ନିର୍ଦ୍ଦେଶ ଆଶୀର୍ବାଦ ପ୍ରାପ୍ତି ହେତୁ ଦୈବୀ ଶକ୍ତି ପାଇଛନ୍ତି। ଆପଣଙ୍କର ମଙ୍ଗଳ ପାଇଁ ଆପଣ ଏହି ବାଳକଟିକୁ ଛୁଅନ୍ତୁ ନାହିଁ ଏବଂ ବାଳକଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ପାଇଁ ଉଚିତ ହେବ। ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ସେହି ବାଳକଟିର ବାହୁରେ ଗୋଟିଏ ଅଧିକ ଜହର ବା ବିଷଧାରୀ ସାପ ବନ୍ଧା ହୋଇଥିଲା, ଯାହା ଫଳରେ କି ଯିଏ ବି ସେହି ବାଳକଟିକୁ ଛୁଇଁବ ତ ସେହି ସାପର ବିଷରୁ ଜଳିକି ମରି ଯାଇଥାନ୍ତି। ତଥାପି ଏହି କଥା ଶୁଣିକି ରାଜା ଦୁଷ୍ମନ୍ତ କିଛି ନ ମାନି ସେହି ବାଳକଟିକୁ କୋଳରେ ଉଠାଇ ନେଲେ। ଏହା ଦେଖି ସବୁ ସଖୀ ଆଶ୍ଚର୍ଯ୍ୟରେ ଦେଖି ରହିଛନ୍ତି କି ବାଳକର ବାହୁରେ ବନ୍ଧା ହୋଇଥିବା ସାପଟି ରାଜା ଦୁଷ୍ମନ୍ତ ବାଳକଟିକୁ ଧରୁ ଧରୁ ସେହି ସାପଟି ହଠାତ୍ ବାଳକଟିର ପାଖରୁ ଓହ୍ଲାଇ ଭୂମିରେ ପଡ଼ିଗଲା। ସମସ୍ତଙ୍କୁ ଜଣାଥିଲା କି ବାଳକଟିର ଯେବେ ବି ତାଙ୍କ ପିତା କୋଳରେ ଧରିବେ, ତେବେ ଯାଇ କଳା ଛାଇ ପୁରା ପୃଥିବୀକୁ ଘେରିଯିବ। ସେହି ସମୟରେ ସଖୀ ସାଙ୍ଗେ ସାଙ୍ଗେ ଶକୁନ୍ତଳାଙ୍କ ପାଖକୁ ଦୌଡ଼ିଲେ, ସବୁ କଥା ଶକୁନ୍ତଳାଙ୍କୁ କହିଲେ। ଏହା ଶୁଣି ଶକୁନ୍ତଳା ବି ଦୌଡ଼ିକି ଆସିଲେ। ଶକୁନ୍ତଳାଙ୍କୁ ଦେଖି
ମହାରାଜା ଦୁଷ୍ମନ୍ତ ତୁରନ୍ତ ଚିହ୍ନି ପାରିଲେ, ଶକୁନ୍ତଳାଙ୍କୁ କ୍ଷମା ପ୍ରାର୍ଥନା କଲେ ଏବଂ ମହର୍ଷି କଶ୍ୟପଙ୍କ ଆଦେଶ ମାଗି ଶକୁନ୍ତଳା ଏବଂ ପୁତ୍ରକୁ ନେଇ ହସ୍ତିନାପୁରକୁ ଫେରିଗଲେ ଏବଂ ଶକୁନ୍ତଳାଙ୍କୁ ସବୁ ପ୍ରଜାଙ୍କ ସାମ୍ନାରେ ତାଙ୍କ ରାଣୀଙ୍କ ରୂପରେ ସ୍ୱୀକାର କଲେ। ମହାରାଜା ଦୁଷ୍ମନ୍ତ ଏବଂ ଶକୁନ୍ତଳାଙ୍କର ଏହି ପୁତ୍ରର ନାମ ଭରତ ଥିଲା। ଆଉ ଏହି ଭରତ ହିଁ ମହାପ୍ରତାପୀ ସମ୍ରାଟ ବନି ଆଉ ତାଙ୍କ ନାମରେ ଆମ ଦେଶର ନାମ ଭାରତବର୍ଷ ହୋଇଗଲା। ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ଏବେ ମୁଁ ତୁମର ସବୁ ପ୍ରଶ୍ନର ଉତ୍ତର ଦେବି। ତୁମେ ଜାଣିବାକୁ ଚାହୁଁଛ ନା କି କୌଣସି ପତି ତାଙ୍କ ପତ୍ନୀଙ୍କର ପ୍ରିୟ ଜିନିଷକୁ ବାର ବାର କ'ଣ ପାଇଁ ଭୁଲି ଯାଆନ୍ତି? ଯେମିତିକି ପତ୍ନୀଙ୍କର ଜନ୍ମଦିନ, ବିବାହ ବାର୍ଷିକ ବା ବିବାହ ତିଥି। ପତ୍ନୀଙ୍କର ସବୁ ମହତ୍ତ୍ୱପୂର୍ଣ୍ଣ କଥାକୁ ଭୁଲିଯିବାର ଅଭିଶାପ ପୁରୁଷକୁ ମିଳିଛି। ଖାସ୍ ସେଥିପାଇଁ ପ୍ରତ୍ୟେକ ପୁରୁଷମାନେ ତାଙ୍କ ପତ୍ନୀଙ୍କର ପ୍ରତ୍ୟେକ କଥାକୁ ଭୁଲି ଯାଆନ୍ତି। ଏଥିପାଇଁ ହେ ଦେବୀ ପାର୍ବତୀ, ଯଦି କେବେ ଅଜାଣତରେ ପତିଙ୍କର ଭୁଲ ହୋଇଥାଏ ତ ଏହାକୁ କ୍ଷମା କରି ପତ୍ନୀ ତାଙ୍କ ପତିଙ୍କୁ ସବୁବେଳେ ସାହାଯ୍ୟ କରିବା ଦରକାର। କାହିଁକି ନା ସ୍ୱୟଂ ପରମ ପିତା ବ୍ରହ୍ମା ସ୍ତ୍ରୀକୁ ପୁରୁଷଠାରୁ ଅଧିକ ସହନଶୀଳ ସ୍ତ୍ରୀକୁ ଦେଇଛନ୍ତି, ଯାହାଦ୍ୱାରା ସ୍ତ୍ରୀ ଏବଂ ପୁରୁଷର ମୁକାବିଲାରେ ଅଧିକ ସମସ୍ତ ଅଧିକ ସହନଶୀଳ ସ୍ତ୍ରୀ ସ୍ୱାମୀ ପାଖରେ ଆଗରେ ଥାଏ। ହେ ଗୌରୀ, ଏଥିପାଇଁ ସବୁ ପତି ପତ୍ନୀଙ୍କୁ ଜଣକୁ ବୁଝିବା, ମାନସିକ ଏବଂ ଶାରୀରିକ ଦ୍ୱାରା ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ମଜବୁତ କରି ରଖିବା ଦରକାର। ପ୍ରତ୍ୟେକ ପରିସ୍ଥିତିରେ ଜଣେ ଜଣଙ୍କର ସାଥ ଦେବା ଦରକାର। ସେ ଯାହା ବି ହେଇଥାଉ, ଦୁଃଖ ଅବା ସୁଖ ଯାହା ବି ହେଇଥାଉ ନା କାହିଁକି। ଭଗବାନ ଶଙ୍କର କହିଲେ, ହେ ଦେବୀ ପାର୍ବତୀ, ଯେଉଁଠିକି ପତି ପତ୍ନୀ ପୁରା ଶ୍ରଦ୍ଧାର ସହ ମୋର ପୂଜା ଆରାଧନା କରିଥାନ୍ତି, ମୁଁ ତାଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟକୁ ଦୂର କରିଥାଏ, ଯଥା ମୃତ୍ୟୁ ପରେ ତାଙ୍କୁ ମୁକ୍ତି ମିଳିଯାଇଥାଏ। ତ ଆଶା କରୁଛି ଆପଣମାନଙ୍କୁ ଏହି କଥାଟି ଅବଶ୍ୟ ପସନ୍ଦ ଆସିଥିବ। ଯଦି ସତରେ ଆପଣମାନଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।